ଖରା ଦିନ 2024 ମସିହାର ଅସହ୍ୟ ଖରାକୁ ଗୁଳୁଗୁଳି। କେନ୍ଦୁଝରରେ ବିଗତ ବର୍ଷରେ ଖରାଟା ଏତେ ବାଧି ନଥିଲା, କିନ୍ତୁ ଏହି ବର୍ଷ ନାକେ ଦମ କରିଦେଲାଣି। କଲେଜରେ ଖରା ଛୁଟିରେ ପୁଅ ଭୁବନେଶ୍ୱରରୁ ଘରକୁ ଆସିଥାଏ। ଗରମ ଓ ଗୁଳୁଗୁଳିରୁ ଟିକେ ନିସ୍ତାର ପାଇବା ପାଇଁ ସନ୍ଧ୍ୟାବେଳେ ବାହାରେ ବୁଲି ଆସିବା ପାଇଁ ପୁଅ ମୋତେ କହିଲା। ମୋଟର ସାଇକେଲ ଧରି କେନ୍ଦୁଝର ବଜାର ବାହାରିଲୁ। ପୁଅ କହିଲା, ବଜାରରେ କେଉଁଠି ଗାଡ଼ି ରଖିବା ନାହିଁ, ଖାଲି ଗାଡ଼ିରେ ବୁଲିବା। ଗାଡ଼ି ଚାଲିଲେ ଥଣ୍ଡା ପବନ ବାଜୁଛି ଆଉ ଆରାମ ମଧ୍ୟ ଲାଗୁଛି। ମୁଁ କିନ୍ତୁ ମନେ ମନେ ତେଲ କଥାଟା ଭାବୁଥାଏ, କିନ୍ତୁ ତାକୁ ତେଲ କଥା ନ କହି ମୁଁ କହିଲି, ହଁ କେନ୍ଦୁଝରରେ ଟିକେ ଅଧିକା ଗଛପତ୍ର ଥିବାରୁ ଥଣ୍ଡା ପବନ ବାଜୁଛି। ପୁଅ କହିଲା, ହଁ ଯେ ବାପା, କିନ୍ତୁ କେନ୍ଦୁଝର ସହରରେ ଆଗ ଅପେକ୍ଷା ଟିକେ ଭଲ କୋଠା ବାଡ଼ି ହେଲାଣି, ରାସ୍ତାଘାଟ ହେଲାଣି। କେନ୍ଦୁଝରଟା ଏକ ବିକାଶଶୀଳ ସହର ଆଡ଼କୁ ଗତି କଲାଣି। ତେବେ ତୋ ଭାଷାରେ ଭୁବନେଶ୍ୱର ସହରଟା କ'ଣ? ମୁଁ ପଚାରିଲି। ସେ ସ୍ପଷ୍ଟ ଭାବେ କହିଲା, ଭୁବନେଶ୍ୱର ନିଶ୍ଚିତ ଭାବେ ଏକ ବିକଶିତ ସହର, କାରଣ ଏଠି ସୁଉଚ୍ଚ ନଭଶ୍ଚୁମ୍ବୀ ସୌନ୍ଦର୍ଯ୍ୟମୟ ଅଟ୍ଟାଳିକା ସହ ଚିକଣିଆ ଆଉ ଓସାରିଆ ରାସ୍ତା, ଆଉ ରାତିରେ ତ ଏହାର ରୂପ ଅବର୍ଣ୍ଣନୀୟ। ଅବଶ୍ୟ ଗଛପତ୍ରର ମାତ୍ରା ଟିକେ କମିଗଲାଣି, ସେଥିପାଇଁ ଗରମ ଏବେ ଅଧିକା ଲାଗୁଛି। ତେବେ ତୋ ଭାଷାରେ ଆମ ଗାଁ? ମୁଁ ପୁଣି ତାକୁ ପଚାରିଲି। ସେ କହିଲା, ହଁ ଆମ ଗାଁ ଅନୁନ୍ନତ, କାରଣ ନା ଏଠି ଅଛି ଭଲ ଘର, ଭଲ ରାସ୍ତା, ନା ଅଛି 24 ଘଣ୍ଟିଆ ବିଜୁଳି ଓ ଇଣ୍ଟରନେଟ୍ର ସୁବିଧା। ଅବଶ୍ୟ ଆମ ଗାଁ ଗଛପତ୍ର ଓ ବିଭିନ୍ନ ଫସଲରେ ଭରପୁର। ମୁଁ ସେଠୁ ଟିକେ ହସି କହିଲି, ତେବେ ତୋ ଭାଷାରେ ଯେଉଁଠି ଭଲ କୋଠାବାଡ଼ି, ରାସ୍ତାଘାଟ, ଗାଡ଼ି ଘୋଡ଼ା, ବିଜୁଳି, ଇଣ୍ଟରନେଟ୍ ସୁବିଧା ତଥା ଚାକଚକ୍ୟ, ଭୋଗ, ବିଳାସ ବ୍ୟସନ ଇତ୍ୟାଦିର ସୁବିଧା ଥିବ, ସେ ସ୍ଥାନ, ସହର, ରାଜ୍ୟ ବା ଦେଶ ସେତେ ବିକଶିତ ବା ଉନ୍ନତ। କମ୍ ଥିଲେ ବା ନଥିଲେ ତାହା ବିକାଶଶୀଳ ବା ଅନୁନ୍ନତ। ତେଣିକି ତାର ପରିବେଶ ଯାହା ବି ହେଉ। ସେ କହିଲା, ନିଶ୍ଚିନ୍ତ। ତାପରେ ମୋର ସେଇ ଟିକେ ଶ୍ରୀକୃଷ୍ଣ ମାର୍କା ବାଙ୍କ ହସକୁ ଲକ୍ଷ୍ୟ କରି ସେ ପ୍ରଶ୍ନ କଲା, ତେବେ ତୁମ ମତରେ ବିକଶିତ, ବିକାଶଶୀଳ ଓ ଅନୁନ୍ନତ ସ୍ଥାନର ପରିଭାଷା କ'ଣ? ଦେଖ, ମୋ ମତରେ ଯେଉଁ ସ୍ଥାନ, ଯେପରିକି ଗାଁ ହେଉ କି ସହର, ରାଜ୍ୟ ହେଉ କି ଦେଶ, ଯେଉଁଠି କୋଠା ବାଡ଼ି, ରାସ୍ତା ଘାଟ, ଭିତ୍ତି ସଂରଚନା ଇତ୍ୟାଦି ଅପେକ୍ଷା ଗଛପତ୍ର, ଫସଲ ବହୁତ ଅଧିକ ଥିବ, ପରିବେଶ ବହୁତ ଭଲ ହୋଇଥିବ, ସେ ସ୍ଥାନ ସେତେ ବିକଶିତ। ତେଣୁ ମୋ ମତରେ କେନ୍ଦୁଝର ଏକ ବିକଶିତ ସହର, ଏପରିକି ଭୁବନେଶ୍ୱର, ମୁମ୍ବାଇ ସହର ତୁଳନାରେ। ଆମେ ଏଠି ଗଛପତ୍ର, ଜଙ୍ଗଲ, ପାହାଡ଼, ନଦୀ, ଝରଣା, ମୁକ୍ତ ବାୟୁ, ଶୁଦ୍ଧ ଅମ୍ଳଜାନ, ଶାନ୍ତ ପରିବେଶ ଇତ୍ୟାଦି ଭିତରେ ରହୁଛୁ, ଯାହା ତୋ ଭାଷାରେ ତଥାକଥିତ ବିକଶିତ ସ୍ଥାନର ଅଧିବାସୀମାନଙ୍କ ପାଇଁ ଦୁର୍ଲଭ ଆଉ ଦୁର୍ମୂଲ୍ୟ। ମୋର ଏ ପରିବେଶମନା ଆବେଗପୂର୍ଣ୍ଣ କଥା ଶୁଣି ପୁଅ ଠୋ ଠୋ ହସି କହିଲା, ବାପା ତୁମେ ଭଲ ନେତା ହେବା କଥା। ଅବସର ପରେ କୌଣସି ଗୋଟେ ରାଜନୈତିକ ଦଳରେ ଯୋଗ ଦେଇଦିଅ। ମୁଁ ଆଉ ଥରେ ବାଙ୍କ ହସ ମାରି କହିଲି, ବୁଝିଲି ପୁଅ, ଯିଏ ଏପରି ଧାରଣାକୁ କାମରେ ଦେଖାଇପାରେ ସେ ନେତା ହେବା କଷ୍ଟ ବା ନେତା ହୋଇନପାରେ, କିନ୍ତୁ ଏପରି ଧାରଣାକୁ ଯିଏ କହିପାରେ, ଭାଷଣ ଦେଇପାରେ ବା ପ୍ରଚାର କରିପାରେ, ସେ ନିଶ୍ଚୟ ନେତା ହୋଇପାରେ। ବାପା, ତୁମର ଶେଷ କଥାରୁ ତୁମେ କମ୍ ନେତା, ବେଶୀ ଦାର୍ଶନିକ ଭଳି ଲାଗୁଛ। ବହୁତ ବୁଲିଲଣି, ଚାଲ ଏବେ ଘରକୁ ଯିବା, ବହୁତ ଡେରି ହୋଇଗଲାଣି।